ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀ ବିଷୟବସ୍ତୁର ସପ୍ରସଙ୍ଗ ସରଳାର୍ଥକୁ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ ବିଷୟବସ୍ତୁର କୋଶ୍ଚିନ୍ ନମ୍ବର 16 ଅଛି ଗୋଟେ ସରଳାର୍ଥ, ଯାହାକି ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ଏହାକୁ ଆମେ ସରଳାର୍ଥ ଲେଖିଲେ କ'ଣ ହେବ ନା, ଫାଷ୍ଟରେ କ'ଣ କରିବାକୁ ପଡ଼ିବ, ଟିକେ ସୁନ୍ଦର ଶାଳୀର ଲେଖିବାକୁ ପଡ଼ିବ ଏବଂ ଡଟ୍ ଡଟ୍ ଦେଇ ପରବର୍ତ୍ତୀ ପଦର ଶେଷ ଦୁଇଟି ଶବ୍ଦକୁ ଲେଖିବା, ଯେମିତି ପ୍ରଦର୍ଶିତ ନେତ୍ରା ଲେଖାଯାଇଛି। ଏବଂ ଆରମ୍ଭ କରିବା କବି ପରିଚୟରୁ। ଆଉ ଗୋଟେ ହେଲା କବିତାକୁ ଲେଖିବାକୁ ପଡ଼ିବ ଏବଂ ଏହି କବିତା ମାଧ୍ୟମରେ କ'ଣ ଜଣାଇବାକୁ ଚାହୁଁଛନ୍ତି କବି, ତାହା ଟିକେ ଜାଣିବାକୁ ପଡ଼ିବ। ତ ଆରମ୍ଭ କରିବା। ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଏଠାରେ ଗୃହୀତ ହୋଇଛି ବା ଅଣାଯାଇଛି। ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳର ଶସ୍ୟଶୋଭିତ ସୁନ୍ଦର କ୍ଷେତ ଏବଂ ଜ୍ଞାନ ବିଜ୍ଞାନରେ ମହିମାନ୍ୱିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି। ମୁଖ୍ୟତଃ ଦୁଇଟି ବିଷୟବସ୍ତୁକୁ ଏଠାରେ ସେ ଆଲୋଚନା କରିଛନ୍ତି। ଗୋଟେ ହେଲା ସେଇ ସୁନ୍ଦର କ୍ଷେତ ଏବଂ ଜ୍ଞାନ ବିଜ୍ଞାନରେ ମହିମାନ୍ୱିତ ହୋଇଥିବା ସେଇ ଯେଉଁ ମହାନ ବ୍ୟକ୍ତିମାନଙ୍କୁ ସେ ଏଠାରେ ବର୍ଣ୍ଣନା କରିଛନ୍ତି। ଏବଂ ଆମେ ଜାଣିଛୁ ଓଡ଼ିଆ ପୁଅମାନଙ୍କର ବା ଓଡ଼ିଶାବାସୀଙ୍କର ମୂଳ ଖାଦ୍ୟ ହେଉଛି ଭାତ, ଯାହାକୁ ଆମେ ପଖାଳ ଭାତ ମଧ୍ୟ କହିଥାଉ। ଏବଂ କୃଷକ କ'ଣ କରେ ନା, ପଖାଳ କଂସାରେ ତା'ର ଉଦର ପୂରଣ କରେ। ତା ଉଦର କହିଲେ ପେଟକୁ ପୂରଣ କରିଥାଏ, କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ। ଏଠାରେ ଦିଗନ୍ତ ବିସ୍ତାରୀ ଶସ୍ୟକ୍ଷେତ୍ର ଦେଖାଯାଏ। ଦିଗନ୍ତ ବିସ୍ତାରୀର ଅର୍ଥ ହେଲା ଦିଗ ଅନ୍ତ ବିସ୍ତାରୀ କ୍ଷେତ ଦେଖାଯାଏ, ଅର୍ଥାତ୍ ଶସ୍ୟକ୍ଷେତ ଦେଖାଯାଏ। ଶରତ ଋତୁରେ ଚାରିଆଡ଼େ ଧାନ କ୍ଷେତ୍ରର ସବୁଜିମା କୋମଳ ମନକୁ ହରଣ କରି ନେଇଥାଏ ଏବଂ ସେହି ସବୁଜ କ୍ଷେତ୍ର ଶୀତ ଋତୁରେ ସୁନ୍ଦର ଫସଲ ଧାରଣ କରି କେବଳ କୃଷକକୁ ହିଁ ନୁହେଁ, ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦେଇଥାଏ। ଅର୍ଥାତ୍ ଯେକୌଣସି ବ୍ୟକ୍ତି ଯଦି ଦେଖିବାକୁ ଚାହେଁ ଶସ୍ୟ କ୍ଷେତକୁ, ତାହେଲେ ତା'ର ମନ ସେଠି କ'ଣ ହେବ ନା ହରଣ ହୋଇଯିବ ଏବଂ ତା'ର ଚିତ୍ତ ଅନ୍ତରାଳରେ ଅନେକ ଗୁଡ଼ିଏ ପ୍ରତିବିମ୍ବିତ ହେବ। ଅର୍ଥାତ୍ ସେ ତା'ର ମନକୁ ଆଉ ସମ୍ଭାଳି ପାରିବ ନାହିଁ, ଯାହାକି ଶସ୍ୟକ୍ଷେତ ତା'ର ମନକୁ ହରଣ କରିନେବ। କବି ଏଠାରେ ଏକ ବିଶେଷ ଧରଣର ଶାଳୀ ଧାନ କଥା ମଧ୍ୟ ସୂଚନା ଦେଇଛନ୍ତି। ଆମ ଏହି ଓଡ଼ିଶାର ବା ଉତ୍କଳର ସନ୍ତାନମାନେ ଜ୍ଞାନ ତଥା ବିଜ୍ଞାନରେ ଅଧିକ ପାରଙ୍ଗମ। ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନେତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ, ବିଜ୍ଞାନର ଅପୂର୍ବ ଜ୍ୟୋତି, ଯାହାକି ସାରା ଦେଶ ବିଦେଶରେ କ'ଣ କରୁଛି ନା ଚମକ ସୃଷ୍ଟି କରୁଛି ଏବଂ ଗୌରବାନ୍ୱିତ ମଧ୍ୟ କରୁଅଛି। କବିଙ୍କର ଏହିଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଗୁଣୀ ବିଜ୍ଞାନ ଓ ପଣ୍ଡିତ ତଥା ଅନେକ ଉଚ୍ଚକୋଟୀର ମହିମାନ୍ୱିତ ଗୌରବାନ୍ୱିତ କରୁଥିବା ବ୍ୟକ୍ତିବିଶେଷମାନେ। ସେମାନେ ତାଙ୍କର ଜ୍ଞାନ ଓ ବିଜ୍ଞାନ ବଳରେ କ'ଣ କରୁଛନ୍ତି ନା, ସାରା ଜୀବନ କାଳଜୟୀ କୃତିତ୍ୱ ହାସଲ କରି ଚାଲିଛନ୍ତି ଏବଂ ସାରା ବିଶ୍ୱକୁ ନିଜ ପ୍ରତିଭା ମଧ୍ୟ ଦେଖାଇ ପାରିଛନ୍ତି, ଯାହାଫଳରେ ତାଙ୍କର ନିଜର ଉନ୍ନତି ହେବା ଫଳରେ ଓଡ଼ିଶାର ମଧ୍ୟ ଉନ୍ନତି ହେଉଛି। ତେଣୁକରି କୁହାଯାଉଛି ଯେ ଉତ୍କଳର ସନ୍ତାନମାନେ କ'ଣ କରୁଛନ୍ତି ନା, ଜ୍ଞାନ ଓ ବିଜ୍ଞାନରେ କାଳଜୟୀ କୃତିତ୍ୱ ହାସଲ କରୁଛନ୍ତି। କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀଙ୍କ ପାଇଁ ଯଥାର୍ଥ ମନେ ହୁଏ। ସିଏ ଅନେକ ଗୁଡ଼ିଏ ବିଷୟବସ୍ତୁ, ଅନେକ ଗୁଡ଼ିଏ ଦିଗକୁ ନେଇ ବର୍ଣ୍ଣନା ମଧ୍ୟ କରିଛନ୍ତି। ଆଜି ପାଇଁ ଏତିକି ପିଲାମାନେ, ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।